ଲଗାଣ ବର୍ଷା ଯୋଗୁଁ ବେହାଲ ହୋଇଛି ସମଗ୍ର ଆନନ୍ଦପୁର ଉପଖଣ୍ଡ। ଏହା ଯୋଗୁଁ ଅନେକ ସ୍ଥାନରେ କେଉଁଠି ଘର ଭାଙ୍ଗି ଯାଉଛି ତ କେଉଁଠି ଘର ଭିତରେ ପାଣି ପଶି ଯାଇଥିବା ଦେଖିବାକୁ ମିଳିଛି। ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ସମଗ୍ର ଜିଲ୍ଲା ସମେତ ଆନନ୍ଦପୁର ଉପଖଣ୍ଡରେ ଜନଜୀବନ ବେହାଲ ହୋଇପଡ଼ିଥିବାର ଦେଖିବାକୁ ମିଳିଛି। ଏହାସହ ଆନନ୍ଦପୁରର ଲାଇଫ୍ ଲାଇନ୍ କୁହାଯାଉଥିବା ରିଙ୍ଗ ରୋଡ୍ ବନ୍ଧ ରାସ୍ତାରେ 30 ରୁ 40 ଫୁଟର ଘାଇ ହୋଇଥିବା ଦେଖିବାକୁ ମିଳିଛି, ଯାହାଫଳରେ ଯାତାୟାତରେ ଅସୁବିଧା ହେବା ସହ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଛି। ପାଣିରେ ଫସି ରହିଥିବା ପରିବାରମାନଙ୍କୁ ଉଦ୍ଧାର କରି ସେମାନଙ୍କୁ ଉପଯୁକ୍ତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି ଏବଂ ବାତ୍ୟା ଆଶ୍ରୟସ୍ଥଳୀ ସହ ରିଲିଫ୍ ସାମଗ୍ରୀର ବ୍ୟବସ୍ଥା କରାଯାଇଥିବା ନେଇ ଉପଜିଲ୍ଲାପାଳ ନୀଳମାଧବ ସୁନା ସୂଚନା ଦେଇଛନ୍ତି। ଅପଷ୍ଟ୍ରିମ୍ ବିପଦ ସଂକେତ 38.360 ମିଟର ଥିବାବେଳେ ଏହାର ଜଳ 39.000 ମିଟରରେ ପ୍ରବାହିତ ହେଉଛି। ଏହାଦ୍ୱାରା ଆନନ୍ଦପୁରର ତଳିଆ ଅଞ୍ଚଳ ଫକୀରପୁର, ମୋଗପୁର, ସାଲଣିଆ, ପଞ୍ଚୁପୁଲି, ହବଳେଶ୍ୱର, କୋଳିମାଟି ସମେତ ବିଭିନ୍ନ ପଞ୍ଚାୟତରେ ବନ୍ୟା ପରିସ୍ଥିତି ଉପୁଜିବାରେ ଲାଗିଛି। ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଥିବା ନେଇ ସୂଚନା ମିଳିଛି। କେନ୍ଦୁଝରରୁ ଗଗନ ବିହାରୀ ଦାସଙ୍କ ରିପୋର୍ଟ, ଓଡ଼ିଶା ନ୍ୟୁଜ୍। ପରିଚୟ ଟିକେ ଦେବେ ଆଜି ଯୋଉ ନଈ ବଢ଼ି ହେଇଛି ଯୋଉ ଭାଙ୍ଗିଛି ଖାଇ ସେ ବାବଦରେ କ'ଣ କହିବାକୁ ଚାହିଁବା, କ'ଣ ପଦକ୍ଷେପ ନିଆଯିବ ସେ ବାବଦରେ ଟିକେ କହିବେ। ଏଇଟା ଘାଇ ତ ହେଇଛି। ମୁଁ ଚେୟାରମ୍ୟାନ୍ କହୁଛି ଆନନ୍ଦପୁର ମ୍ୟୁନିସିପାଲିଟିରୁ। ଆମେ ସକାଳେ ଆସିଥିଲୁ, ଦେଖିକି ଯାଇଥିଲୁ, ଟିକେ କମ୍ ଥିଲା, ଏବେ ବଢ଼ି ବଢ଼ି ଚାଲିଛି, ଟିକେ ବଢ଼ିଯାଇଛି। ଆଉ ଆମେ ଶୁଣିବାକୁ ପାଇଲୁ ଯେ ଗାଡ଼ି ଦୁଇଟା ସେଠି ଫସିକି ରହିଛି। ସେଥିପାଇଁ ଆମେ ଓଡ୍ରା ଟିମ୍କୁ ଡାକିକି ସେ ତାଙ୍କର ସିଷ୍ଟମ୍ ଯାହା ଅଛି ସେ ଖୋଜାଖୋଜି କରୁଛନ୍ତି। ଗାଡ଼ିଟା ଗୋଟେ ଗାଡ଼ି ଦେଖାହେଲାନି, ଆଉ ଗୋଟେ ଗାଡ଼ି ଦେଖାହେଉନି। ଆଉ ଏଇଟା 5 ନମ୍ବର 4 ନମ୍ବର ମଝାମଝି 5 ନମ୍ବରରେ ଯାଉଛି ୱାର୍ଡଟି। ଆଉ ରିଙ୍ଗ ରୋଡ୍ ବ୍ରିଜ୍ ଛକରୁ ରିଙ୍ଗ ରୋଡ୍ ବୈତରେ 7 ନମ୍ବର 5 ନମ୍ବର ମିଶିକି ଅଛି। ଆଉ ଠିକ୍ ଅଛି। ପଦକ୍ଷେପ ଆମେ ଗଭର୍ଣ୍ଣମେଣ୍ଟ ଦ୍ୱାରା ଯାହା ଅଛି ଆମେ ନେଉଛୁ। ଆମେ ବି ଆମ ଅଫିସର ସବୁ ସର୍କୁଲାର ସାର୍ ସମସ୍ତେ ଏଇଠି ଅଛନ୍ତି। ଆମ ଦ୍ୱାରା ଯାହା ହେଇପାରିବ ଆମେ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରୁଛୁ। ଧନ୍ୟବାଦ।